ପାଞ୍ଚଟି ପଞ୍ଚାୟତର ୱାର୍ଡ ସଭ୍ୟଙ୍କୁ ନେଇ ସରକାରଙ୍କ ବିଭିନ୍ନ ଯୋଜନା ନେଇ ତାଲିମ ଶିବିର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ସଭାଗୃହଠାରେ ପାଞ୍ଚଟି ପଞ୍ଚାୟତର ୱାର୍ଡ ସଭ୍ୟମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଣାଇ ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ କେନ୍ଦ୍ରିକଳା, ଭାଲୁପାଣି, ପିଠାଚୋର, ସରସରା ବଲାଙ୍ଗ, ଜକଇକଳା ପଞ୍ଚାୟତ ସର୍ବମୋଟ 61 ଜଣ ୱାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ବ୍ୟବସ୍ଥା, ସ୍ୱଚ୍ଛ ଭାରତ ମିଶନ, ଖାଦ୍ୟ ସୁରକ୍ଷା ଯୋଜନା, ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ, ସୋସିଆଲ ସର୍ଭିସ ଆଦି ପଞ୍ଚାୟତ ସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉପରେ ତାଲିମ ଦିଆଯାଇଥିଲା। ଏହି ତାଲିମ ଶିବିରର ପ୍ରଶିକ୍ଷକ ଚନ୍ଦ୍ରଶେଖର ମହାନ୍ତଙ୍କ ଉପସ୍ଥିତିରେ ୱାର୍ଡ ସଭ୍ୟଙ୍କୁ ତାଲିମ ଦିଆଯାଇଥିଲା। ଉକ୍ତ ତାଲିମ ଶିବିରରେ ବଣାଇ ଏବିଡିଓ ସାରିଆ ଲାକ୍ରା, ବଣାଇ ଏଇ ଲକ୍ଷ୍ମଣ ହେମ୍ବ୍ରମ, ଏପିଓ ଆଶାରାଣୀ ଦାସ, ଜେଇ ନନ୍ଦକିଶୋର ସାହୁ, ଗୋପବନ୍ଧୁ ସାହୁ, ବାସୁଦେବ ସାହୁ, ଜିଡିପିଓ ପଲ୍ଲବୀ ସରକାର, ରମ୍ୟ ରଞ୍ଜନ ପ୍ରଧାନ, ଅଖିଲ ପାହୁଲେ ପ୍ରମୁଖ ସହାୟତା କରିଥିଲେ। ବଣାଇରୁ ରାଜେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ବି ନ୍ୟୁଜ ଓଡ଼ିଶା।